ମାହି ଭାଇଙ୍କ ଜାଲରେ ଫସିଗଲା ସନରାଇଜର୍ସ ହାଇଦ୍ରାବାଦ। ତ ସିଏସ୍କେ ଦଳ 78 ରନ୍ର ବଡ଼ ବ୍ୟବଧାନରେ ହରିଦେଇଛି ସନରାଇଜର୍ସ ହାଇଦ୍ରାବାଦକୁ। ତ ମ୍ୟାଚ୍ ନମ୍ବର 46 ବହୁତ ହି ରୋମାଞ୍ଚକର ହୋଇଯାଇଥିଲା, ସେଇଟା ବି ସିଏସ୍କେର ହୋମ୍ ଗ୍ରାଉଣ୍ଡ ଚେପକରେ। ସିଏସ୍କେ ଏହି ମ୍ୟାଚ୍ ଜିତିକି ପୁଣି ନମ୍ବର 3କୁ ପଳାଇ ଆସିଲା ଅଙ୍କ ତାଲିକାରେ। ଏସ୍ଆର୍ଏଚ୍ ଏହି ମ୍ୟାଚ୍ ହାରିକି ନମ୍ବର 4କୁ ଖସିଲା। ଏସ୍ଆର୍ଏଚ୍ ଦଳ ଆଗରେ 213 ରନ୍ର ଟାର୍ଗେଟ୍ ରଖିଥିଲା ସିଏସ୍କେ। ଆରମ୍ଭରୁ ସିଏସ୍କେ ବୋଲର ତୁଷାର ଦେଶପାଣ୍ଡେ ମାଡ଼ ଖାଇଲେ, ଦୁଇଟା ଛକା ଦେଇଥିଲେ ଟ୍ରାଭିସ୍ ହେଡ୍କୁ। କିନ୍ତୁ ଏମ୍ଏସ୍ ଧୋନି ଆସିଲେ ତୁଷାର ଦେଶପାଣ୍ଡେ ପାଖକୁ ଆଉ ଉପଦେଶ ଦେଲେ। କିଛି ପ୍ଲାନିଂ ପ୍ଲଟିଂ ହେଲା। ତାପରେ ତୁଷାର ଦେଶପାଣ୍ଡେ ଗର୍ଜିଲେ। ଟ୍ରାଭିସ୍ ହେଡ୍, ଅଭିଷେକ ଶର୍ମା, ଅନମୋଲ ପ୍ରୀତ ସିଂଙ୍କୁ ଆଉଟ୍ କରିଦେଲେ। ଲଗାତାର 3ଟା ୱିକେଟ୍ ପଳେଇଲା ଏସ୍ଆର୍ଏଚ୍ର। ବ୍ୟାକ୍ଫୁଟ୍ରେ ପଳେଇଥିଲା ଏସ୍ଆର୍ଏଚ୍। ତାପରେ ମାଠିସା ପାଠିରାଣା ଆସିକି ଆଉ ଗୋଟେ ୱିକେଟ୍ ନେଇଗଲେ। ଏସ୍ଆର୍ଏଚ୍ର ଅଣ୍ଟା ଭାଙ୍ଗିଦେଲେ। ଏସ୍ଆର୍ଏଚ୍ 85 ରନ୍ରେ 4ଟା ୱିକେଟ୍ ଖସାଇ ଦେଇଥିଲା। 117 ରନ୍ ହଉ ହଉ ହେନରି କ୍ଲାସେନ୍ ବି ଆଉଟ୍। ଏଣିକି ହେନରି କ୍ଲାସେନ୍ ଆଉଟ୍ ହେଲା ପରେ 21 ବଲ୍ରେ 20 ରନ୍ କରିଥିଲେ। 117ରେ 6ଟା ୱିକେଟ୍ ପଳେଇଲା ଏସ୍ଆର୍ଏଚ୍ର। ସେପଟେ ବଲ୍ ବି ବହୁତ ପଳାଉଥିଲା। ଆଗାମୀ 17 ରନ୍ ଭିତରେ ଏମ୍ଏସ୍ ଧୋନି କହିଲେ ସମ୍ପୂର୍ଣ୍ଣ ଏସ୍ଆର୍ଏଚ୍କୁ ଅଲ୍ ଆଉଟ୍ କରିଦିଅ, ଆଉ ସେୟା ହିଁ ହେଲା। ଆଗାମୀ 17 ରନ୍ ଭିତରେ 19 ଓଭରରେ ଅଲ୍ ଆଉଟ୍ ହୋଇଗଲେ ଏସ୍ଆର୍ଏଚ୍ ଦଳ, ଯେଉଁଥିରେ ତୁଷାର ଦେଶପାଣ୍ଡେ ମ୍ୟାଚ୍ରେ 4ଟା ୱିକେଟ୍ ନେଲେ। ମୁସ୍ତାଫିଜୁର ରହମାନ, ମାଠିସା ପାଠିରାଣା ମିଶିକି 2-2ଟା ୱିକେଟ୍ ନେଲେ। ରବୀନ୍ଦ୍ର ଜାଡେଜା, ଶାର୍ଦୁଲ ଠାକୁର ଗୋଟେ ୱିକେଟ୍ ନେଲେ। ଆଉ ସିଏସ୍କେ 78 ରନ୍ରେ ମ୍ୟାଚ୍ଟି ଜିତିଲା। ନେଟ୍ ରନ୍ ରେଟ୍ ବୃଦ୍ଧି ହେଲା ସିଏସ୍କେର। ଏହା ଏମ୍ଏସ୍ ଧୋନିଙ୍କ 150ତମ ଆଇପିଏଲ୍ ବିଜୟ ହେଲା। ସିଏସ୍କେର 50ତମ ବିଜୟ ହେଲା ଚେପକରେ। ଋତୁରାଜ ଗାଇକ୍ୱାଡ୍ ପାଇଲେ ପ୍ଲେୟାର ଅଫ୍ ଦି ମ୍ୟାଚ୍, ଯେ ପ୍ରଥମେ ବ୍ୟାଟିଂ କରି 98 ରନ୍ର ଇନିଂସ୍ ଖେଳିଥିଲେ। ଲଗାତାର 2ଟା ମ୍ୟାଚ୍ ହାରିଲା ପରେ ସିଏସ୍କେ ଆଉଥରେ ବିଜୟ ରଥ ଆରମ୍ଭ କରିଛି। ଏସ୍ଆର୍ଏଚ୍କୁ ଚୁପ୍ କରାଇଦେଲେ ସିଏସ୍କେ ଫ୍ୟାନ୍ସ। ତ ଗତ ମ୍ୟାଚ୍ରେ ଏସ୍ଆର୍ଏଚ୍ ହାରିଥିଲା ଆର୍ସିବି ଠାରୁ, ଏବେ ହାରିଛି ସିଏସ୍କେ ଠାରୁ। ଲଗାତାର 2ଟା ମ୍ୟାଚ୍ ହାରିଗଲାଣି ଏସ୍ଆର୍ଏଚ୍। ଏଣିକି ଚେସ୍ କଲାବେଳେ ଅସୁବିଧା ହେଉଛି ଏସ୍ଆର୍ଏଚ୍କୁ। ଏଣିକି ଋତୁରାଜ ଗାଇକ୍ୱାଡ୍ ଦ୍ୱିତୀୟ ନମ୍ବରରେ ଆସିଲେ ଅରେଞ୍ଜ କ୍ୟାପ୍ ତାଲିକାରେ 447 ରନ୍ କରିକି। ଏଣିକି ଏସ୍ଆର୍ଏଚ୍ ଚେସ୍ କଲାବେଳେ କମଜୋର ଲାଗୁଛି। 4ଟାରୁ 3ଟା ମ୍ୟାଚ୍ ହାରିଲାଣି ଚେସ୍ କଲାବେଳେ ଏସ୍ଆର୍ଏଚ୍। ପ୍ରଥମ ବ୍ୟାଟିଂ କଲାବେଳେ 5ଟାରୁ 4ଟା ଜିତିଛି। ଏଣିକି ୱିକ୍ ପଏଣ୍ଟ ଜଣାପଡ଼ିଗଲାଣି ଏସ୍ଆର୍ଏଚ୍ର। ଆପଣମାନେ ମଧ୍ୟ ନିଜ ମନ୍ତବ୍ୟ କମେଣ୍ଟରେ ଦେଇ ଭିଡ଼ିଓକୁ ଲାଇକ୍ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ସମସ୍ତ କ୍ରିକେଟ୍ ଅପଡେଟ୍ସ ପାଇଁ। ଧନ୍ୟବାଦ।